ଜୟ ଗୁରୁ ଜୟ ଗୁରୁ। ପରମ ପ୍ରେମମୟଙ୍କ ଚରଣର ଅନନ୍ତ କୋଟି ପ୍ରଣାମ। ଏ ଅନଲାଇନ ସତ୍ସଙ୍ଗରେ ଉପସ୍ଥିତ ମୁଖ୍ୟ ପୁରୁଧା ଗଜେନ୍ଦ୍ର ଦାଙ୍କୁ ମୋର ପ୍ରଣାମ। ଉପସ୍ଥିତ ସମସ୍ତ ରୀତି ମଣ୍ଡଳୀ, ଯାଜକ ଅଧୈର୍ଯ୍ୟ ଗୁରୁଭ୍ରାତା ମାତୃମଣ୍ଡଳୀ ସମସ୍ତଙ୍କୁ ପୁରୁଷୋତ୍ତମ ଜ୍ଞାନରେ ଜୟଗୁରୁ ପ୍ରଣାମ। ତେବେ ଆମ ଆଶିଷ ଭାଇ ବହୁତ ସୁନ୍ଦର ଭାବରେ ଆଲୋଚନା ରଖିଥିଲେ। ତେବେ ଏଇ ଯୋଉ କଥାଟା ଅଛି ଏକ ଭକ୍ତି ବିଶିଷ୍ୟତେ, ଠାକୁର କହୁଛନ୍ତି କଣ ଯେ 25 ଠାକୁରକୁ ଧରିଲେ ହବନି, ଏକରେ ଯେମିତି ତୁମେ ସାର୍ଥକ ଏକକଙ୍କୁ ଧରିବା। ସେଇ ଏକ କିଏ, ସେଇ ପ୍ରଶ୍ନ ଆମ ଭିତରେ ଆସିବ। ସିଏ ହେଲେ ସଦ୍ଗୁରୁ, ପୁରୁଷୋତ୍ତମ, ଭଗବାନ, ଆଚାର୍ଯ୍ୟ ପୁରୁଷ। ସେ ଆସନ୍ତି ଯୁଗେ ଯୁଗେ ଯୁଗର ସନ୍ଧିକ୍ଷଣରେ ଆମକୁ ଶିଖାନ୍ତି ଯେ ଭକ୍ତିଟା କଣ। ଏଇ ଭକ୍ତିଟା କଣ ଜାଣିତେ ହେଲେ ଆମକୁ ଜାଣିତେ ହେବ ଭକ୍ତିଟା କେମିତି ଏକନିଷ୍ଠ ଆବେଗ ହିଁ ଭକ୍ତି। ଠାକୁରଙ୍କ କଥାରେ ଯେ ଏକନିଷ୍ଠଟା ହେଲେ ଆଜ୍ଞା ଆସିବ ଭକ୍ତି ଆସିବ। ଯଦି ଏକନିଷ୍ଠତା ନାହିଁ ତାହେଲେ ଭକ୍ତି ଆସିବ। ଯେତେବେଳେ ମନୁଷ୍ୟ ଏକଙ୍କର ଦିୟତ ପଥରେ ବା ନିଷ୍ଠା ରଖେ, ନିଶେଷ ଭାବରେ ଲାଗି ରହିବା ମାନେ କଣ ନା ସେଇଟା ହଉଛି ଦୁଃଖ କଷ୍ଟ ଜଞ୍ଜାଳ ଭିତରେ ସେ ଯେତେବେଳେ ତାଙ୍କୁ ପ୍ରତିଷ୍ଠା କରିବା ପାଇଁ ଚାହେଁ, ସେଇ ଅନୁରାଗଟା ତା ଭିତରେ ଜାଗ୍ରତ ହୁଏ, ସେଇଟା ହିଁ ଭକ୍ତି। ଆଉ ଏଇ ସେଇ ଅନୁରାଗରୁ ମଧ୍ୟ କଣ ହୁଏ ଶକ୍ତି। ଯେମିତି ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଉଠେଇଥିଲା, ଆମେ ସମସ୍ତେ ଜାଣିଛେ। ଭକ୍ତିରେ ଶକ୍ତି ଆମେ ଜାଣିଛେ ସମସ୍ତେ। ଅନେକ କଥା ଆମେ ଠାକୁରଙ୍କର ଜୀବନରୁ ଦେଖିଛେ। ଆମେ ନଫର ଘୋଷ ଯେତେବେଳେ ଛାଗଟାକୁ ବଳି ଦିଆଯାଉଥିଲା, ପରମ ପିତା ଦୁଃଖ ପାଉଛନ୍ତି, କଷ୍ଟ ପାଉଛନ୍ତି, ସେଇ ପରମ ପିତାଙ୍କର କୁ ଆନନ୍ଦ ଦେବା ପାଇଁ, ସୁଖ ଦେବା ପାଇଁ ଏଇ ଯୋଉ ଅନୁରାଗ ଜାଗ୍ରତ ହେଇଥିଲା ନଫର ଘୋଷ ନିକଟରେ। ସେତେବେଳେ ସେ କାପାଳିକ ପାଖରେ ବହୁ ଲୋକ ସମାବେଶ ଥିଲେ ମଧ୍ୟ ସେ କଣ କଲେ, ସେଇ ଛାଗକୁ ଠାକୁରଙ୍କ ପାଖରେ ଆଣି ଦେଇଥିଲେ। କାହିଁକି ନା ଯେତେବେଳେ ମନୁଷ୍ୟ ସେଇ ଏକକୁ ଡାକିବ, ଏକକଙ୍କୁ ଭାବିବ, ଏକକଙ୍କ ଚିନ୍ତନ କରିବ, ଧ୍ୟାନ କରିବ, ନାମ କରିବ, ସେ ଭିତରେ ତା ଭିତରେ ଗୋଟେ କଣ ହୁଏ, ଗୋଟେ ଅଫୁରନ୍ତ ଶକ୍ତି ଆସେ। ତେଣୁ ଏକ ଭକ୍ତି ବିଶେଷ, ଏକ ଭକ୍ତିକୁ ଅବଲମ୍ବନ କରି ଚାଲିବା। ଆଉ ହେଲା ଅଭିବ୍ୟଚାରିଣୀ ବିଷୟରେ ବି କହୁଥିଲେ। ବ୍ୟଭିଚାରିଣୀ ଭକ୍ତି ଯେତେବେଳେ କଣ ହେଇছে, ବ୍ୟଭିଚାରିଣୀ ଭକ୍ତି ମାନେ ଯୋଉ ଭକ୍ତିଟା ସେ ଏକକଙ୍କୁ ଡାକିକି ଚାଲିବା, ତା ଭିତରେ ଯଦି ଆଜି ଏଠି କାଲି ସେଠି କାଲି ସେଠି, କାଲି ମଧ୍ୟ କହୁଥିଲେ, ମଧ୍ୟ ମନୋଜ ଭାଇ ମଧ୍ୟ ସେଇ କଥା ହିଁ କହୁଥିଲେ, ଏଇ ବ୍ୟଭିଚାରିଣୀ ଭକ୍ତି କଥା କହୁଥିଲେ ଯେ ଆମେ ସବୁ ଜାଗାକୁ ଯିବା, ଯେ ଏକକଙ୍କୁ ଭଲ ପାଇକି ଯିବା, ସବୁଠି ଯିବା, ସବୁ ଜାଗାରେ ଦେଖିବା, କିନ୍ତୁ ସବୁଠିରେ ଆମେ ଦେଖିବା ତାଙ୍କୁ। ଆମର ମନର ମଣିଷ ସିଏ, ଆମ ନିକଟରେ ପ୍ରିୟ ପରମ ସିଏ। ସେଇ ପ୍ରିୟ ପରମକୁ ଉପଲବ୍ଧି କରୁଛେ ତାଙ୍କ କଥା। କାରଣ ଠାକୁର କହୁଛନ୍ତି କଣ ଯେ ଯିଏ ଯାହାକୁ ଭଲ ପାଏ ସେତେବେଳେ ତା ଅନ୍ତରତମ ଜଗତରେ ସେ ହିଁ ଆସିଥାଏ, ତାଙ୍କ ବ୍ୟତୀତ ଆଉ କିଛି ଆସିବନି, ସେ ଯୋଉଠି ଯାଉ। କାରଣ ଏଇ ଭକ୍ତିକୁ ଯଦି ଅନୁସରଣ କରେ, ଏକ ଭକ୍ତିକୁ ଅନୁସରଣ କରେ, ତା ଜୀବନରେ ଅନେକ ଆସିବ, କିନ୍ତୁ ଅନେକକୁ ଆସିଲେ ସେଇ ଏକକଙ୍କୁ ସେ ବିଦାୟ ଦେବନି। ସେଇଟା ଯଦି ଏକକଙ୍କୁ କୌଣସି ପ୍ରକାର ସେ ବିଦାୟ ନ ଦିଏ, ତାହେଲେ ସେ ଭକ୍ତିଟା ତା ଭିତରେ ନିଷ୍ଠାଟା ସେଇଟା କୁହନ୍ତି ଏକ ଭକ୍ତି ବିଶିଷ୍ୟତେ। ସେଇଟା ଏକ ଭକ୍ତି ବିଶିଷ୍ୟତେ ଭକ୍ତି, ତାକୁ ଯଦି ଆମେ ଭାଗ ଭାଗ କରିଦେବା, ଏକ ସେ ଭକ୍ତିଟା ହବନି, ସେଟା ଅନୁରାଗ ହବନି, ତା ଭିତରେ ଦେଇ ଆସିବନି। ଆଉ ଏହାରି ଭିତରେ ଦେଇ କଣ ହୁଏ, ୟା ଭିତରେ ଦେଇକି ମଣିଷ ସିଦ୍ଧି ପାଏ। ସିଦ୍ଧିଟା ସେଇ ଭକ୍ତି ଭିତରେ ଦେଇ ସିଦ୍ଧି ଆସେ। ତେଣୁ ଠାକୁର କହୁଛନ୍ତି କଣ, ଏକ ଭକ୍ତି ବିଶିଷ୍ୟତେ। ଏଇ ଯୋଉ ଏକକଙ୍କୁ ଭଲ ପାଇକି ଚାଲିବା ମୂଳରେ ଆମେ ଜୀବନରେ ସେ ହେଲେ ଅଦ୍ୱିତୀୟ, ତାଙ୍କ ଛଡା ଦ୍ୱିତୀୟ କେହି ନାହିଁ, ତାଙ୍କୁ ହିଁ ଚାଲିବା। ପୁଣି କୁହାହେଲା ଏଠି କଣ ନା ତାଙ୍କୁ ଜୀବନରେ ମୁଖ୍ୟ କରି ଧରିବା। କିନ୍ତୁ ଧରିବା କଥାଟା ଆମେ କହୁଛେ ଧରିଛେ, କିନ୍ତୁ ଆମର ଧରିବାଟା ଯଦି ସଠିକ ଭାବରେ ନ ହୁଏ ତାହେଲେ କଣ ହବ ନା ଦୃଢତା ରୁହେନି। ଯଦି ଆମେ ତାଙ୍କ ସାଥିରେ ବାନ୍ଧିକି ରହିବା ଯେ କହୁଛେ, ଧରିକି ରହିବା ଯେ କହୁଛେ,
ଧରିଟାରେ ସଠିକ ଭାବେ ଟାଣ ନ ହୁଏ, ଯେମିତି ଆମେ ଗୋଟେ ହାଲକାରେ ବାନ୍ଧିଦବା, ଗୋଟେ ଦୌଡ଼ିକି ଗୋଟେ ଓଜନିଆ ଜିନିଷକୁ ବାନ୍ଧିଦବା, ସେ ଛିଣ୍ଡିଯିବ। ତେଣୁ ଆମମାନଙ୍କର ଏଇ ଯୋଉ ସାଧନାଗତ ଜୀବନଟା ଯଦି ଆମେ ଶକ୍ତ କରି ତାଙ୍କ ସହିତ ବାନ୍ଧିବା, ଶକ୍ତ କରି ମାନେ ଦୃଢ ହୋଇ ତାର ମାନେ ଜୀବନର ପ୍ରତି ପ୍ରତି ବାଧା ବନ୍ଧନ ଭିତରେ ତାଙ୍କୁ ଶ୍ରେଷ୍ଠ କରି ଚାଲିବା ଏବଂ ତାଙ୍କର ଇଏକୁ ପରିପାଳନ କରି ଚାଲିବା। ଏଇ ପରିପାଳନ କରି ଚାଲିବା ତା ଫଳରେ ଜୀବନରେ କ'ଣ ଅନୁଭବ କରିବା ତାଙ୍କୁ, এইଭଳି ଚାଲିବା ଭିତରେ ଦେଇ କ'ଣ ହୁଏ, ଭକ୍ତିଟା ପ୍ରକୃତରେ ଗଜାଏ। ତେଣୁ ଭକ୍ତିଟାକୁ ଆମେ ଯଦି ତା ନ କରି ତାହେଲେ କ'ଣ ହବ, ସେ ଜିନିଷଟା ଆମ ଭିତରେ ଆସିବ ନାହିଁ। ତେଣୁ ଏଇ ଏକ ଭକ୍ତିକୁ ଧରି ଆମେ ଚାଲିବା, এইটাই জীবন। তাহারি ভিতরে জীবনের উপলব্ধি আছে। তা করো না যারে, যাতে তোমার নিষ্ঠা ইষ্ট নিষ্ঠা যায় কমে। মানে এপাই কোন করিবা, করিবা ନାହିଁ ଏମିତି କର୍ମ, ଏମିତି କର୍ମ ଆମେ କରିବା ନାହିଁ ଯୋଉଠି ସେଇ ମଙ୍ଗଳମୟଙ୍କର ନିଷ୍ଠାଟା କମିଯିବ। ଯାହା ବି ହଉ, ଯେତେ କଷ୍ଟ ହଉ, ଯେତେ ଯନ୍ତ୍ରଣା ହଉ, ତାଙ୍କ ନୀତି ନିର୍ଦ୍ଦେଶଟାକୁ ମାନିବା ପାଇଁ ଆଗଭର ହେଇ ଚାଲିବା। এইଭଳି ଚାଲିବା ଭିତରେ ଦେଖି ଜୀବନଟା ପାଇପାରିବା। ସେଠି ହলে ରେଖେ ଜାନିস ବର୍ଦ୍ଧନା ତାର ଦାବେ ଦମେ। ଦମ ମାନେ ଗୋଟେ ଗୋଟେ ଶକ୍ତି ଦମ ଥାଏ, ଦମ ତା ଭିତରେ ଦମ ଅଛି। ଦମ ଅଛି କେମିତି ନା, ପରମ ପିତା ସମସ୍ତଙ୍କ ଭିତରେ ସେଇ ଦମଟା ଦେଇଛନ୍ତି, ସେଟା ଆମ ଭିତରେ ରହିଛି। କିନ୍ତୁ ଭିତରେ ରହିଲେ କ'ଣ ହବ, ତାକୁ ଯଦି ଆମେ ଆମେ ନ କରି যেটা କରିବା ଭିତରେ ଦେଖି ଯିବା, ଠାକୁର କହୁଛନ୍ତି ଶ୍ୱାସହୀନ ଭକ୍ତି, ତାପରେ କୁହାଯାଇଛି ଶ୍ୱାସହୀନ ଭକ୍ତିଟା କ'ଣ, ଶ୍ୱାସହୀନ। ଶ୍ୱାସ ନହେଲେ ଯେମିତି ଜୀବନ ଶ୍ୱାସଟା ଯେମିତି ମାନେ ଶ୍ୱାସ କ୍ରିୟା ଯଦି ନ ଚାଲେ ତାହେଲେ ଦେଖ ଜୀବନ ରହେ ନା, ଠିକ। ତେଣୁ ଜୀବନକୁ ନେଇକି ଯଦି ଭକ୍ତିଟା, ଜୀବନଟା ହଉଛି ବଞ୍ଚିବା ବଢିବା, ତାହେଲେ ଏଇ ବର୍ଦ୍ଧନଟା ଆସିବ କେତେବେଳେ ନା ଶ୍ୱାସକ୍ରିୟା ଚାଲିଛି। ଶ୍ୱାସକ୍ରିୟା ଭଳି ଭକ୍ତିଟା ମଧ୍ୟ ସେଇଭଳି, ଯେମିତି ଶ୍ୱାସକ୍ରିୟା ଅତ୍ୟନ୍ତ ସହଜ, ଅତ୍ୟନ୍ତ ସେଟା ହେଲେ ଆଉ ଜୀବନ ରୁହେନି, ଠିକ ସେଇଭଳି ଆମେ ଏମିତି ଆମ ଭକ୍ତିଟାକୁ ଅବଲମ୍ବନ କରିବା, କୌଣସି ମୁହୂର୍ତ୍ତରେ ଯେମିତି ଶ୍ୱାସକ୍ରିୟା ଗୋଟେ ମୁହୂର୍ତ୍ତ ବନ୍ଦ ହେଇଗଲେ ଜୀବନଟା ଶେଷ ହେଇଯାଏ, ସେଇଭଳି ଜୀବନରେ ପ୍ରତିଟି ମୁହୂର୍ତ୍ତରେ ଭକ୍ତିକୁ ଆପଣେଇବା। ସେଥିପାଇଁ ସକାଳ ମାନେ ଯେମିତି ଠାକୁରଙ୍କର ଯେଉଁ ଦିଅତ ପଥ, ଯେଉଁ ଉଠିବା ଭୋର ଉଠିବା ପାଖରୁ ଜୀବନ ଶୟନ ପର୍ଯ୍ୟନ୍ତ ଠାକୁରଙ୍କର ପ୍ରେସକ୍ରିପସନ ସବୁ ଅଛି। ସେଇ ପ୍ରେସକ୍ରିପସନ ଗୁଡାକ ସବୁ ଆମକୁ ମାନିବାକୁ ଚାଲିବ, এটা କରିବାକୁ ପଡିବ। ଆଶିଷ ଭାଇ କହୁଥିଲେ ଯେ ପ୍ରତି ମୁହୂର୍ତ୍ତରେ ଆମେ ଦେଖିବା, ଯେ ଦେଖିବା ମୁଁ ତାଙ୍କର କେତେ ଅଛି। ଏଇଭଳିଆ କରି ଚାଲିଥିଲେ ବହୁ ଭକ୍ତଗଣ। ଆଜି ଏଇ ବର୍ତ୍ତମାନ ଏଇ ସତୀଶ ଚନ୍ଦ୍ର ଜୁଆରଦାର କଥା ପଢୁଥିଲି। ପ୍ରଥମ ପ୍ରଥମ କ୍ଷଣରେ ସେ ଆସିକି ଠାକୁରଙ୍କୁ ମାନେ ଭାବୁଥିଲେ ଯେ ଠାକୁର କି ଅମୁକ କି ତମୁକ, ଏଇଭଳିଆ ତାଙ୍କ ଭିତରେ ପ୍ରଶ୍ନବାଚୀ ଆସିଛି। ଇଏ କ'ଣ ଅବତାର? ଠାକୁର ସେଇଠି ସାଙ୍ଗେ ସାଙ୍ଗେ କହୁଛନ୍ତି, ମୁଁ ଦାଦା ମୁଁ ଅବତାର ଫବତାର କିଛି ନୁହେଁ, ମୁଁ ଠାକୁର ନୁହେଁ। ମାନେ ସରଳ ଅତ୍ୟନ୍ତ ଭାବରେ ସେ ତାଙ୍କର ମନେ ମନେ ଭାବୁଛନ୍ତି ଯେ ମୁଁ ଦୀକ୍ଷା ନେଲି, ମୋ ସ୍ତ୍ରୀଟା ଦୀକ୍ଷା ନିଅନ୍ତା କି। କିନ୍ତୁ ଠାକୁରଙ୍କର ଏଇ ଯେ ତାଙ୍କର ଭକ୍ତର ଆବେଗଟାକୁ ପରିପୂର୍ଣ୍ଣ କରନ୍ତି ଭଗବାନ, ସ୍ୱପ୍ନ ଆସି ତାଙ୍କୁ ଦୀକ୍ଷା ଦଉଛନ୍ତି। ମାନେ ଆଶ୍ଚର୍ଯ୍ୟ କଥା। ତେଣୁ ଭକ୍ତ ଯେ ଜଣେ ଭକ୍ତ, ଆଉ ଯେ ଆମେ ଭାବୁଛେ ଯେଉଁମାନେ ଭକ୍ତ ହେଇଛନ୍ତି ତାଙ୍କ ଜୀବନରେ କ'ଣ ବାଧା ନାହିଁ ନା ବନ୍ଧନ ନାହିଁ? ବହୁ ବାଧା, ବହୁ ମାନେ ଅନନ୍ତ ମହାରାଜ କଥା ଚିନ୍ତା କଲେ ଯଦି ଆମେ ଚିନ୍ତା କରିବା, କେତେ କଷ୍ଟ। ମା ବାପା ମରିଗଲେ, ସ୍ତ୍ରୀ ଯଦି ବାହା ହେଇଗଲେ, ଗୋଟେ ଛୁଆ ହେଇଥିଲା ତା ବି ପାଇଗଲେ, କିନ୍ତୁ ସେ କେବେ ଭକ୍ତିକୁ ଛାଡି ନାହାନ୍ତି, ସେ ଠାକୁରଙ୍କୁ ଛାଡି ନାହାନ୍ତି। ତେଣୁ ଯଦି ଏଇ ବାସ୍ତବ ଭାବରେ ଜଣେ ମଣିଷ ଠାକୁରଙ୍କର ଯେଉଁ ନାମ ଧ୍ୟାନ ଭଜନ କୀର୍ତ୍ତନ ପ୍ରାର୍ଥନା, ତା ସେଠି ଖାଲି ପ୍ରାର୍ଥନା କରିବା ଏବଂ କରିବା ଚଳଣି ଭିତରେ ଫୁଟେଇବା, ସେଇଟା ହିଁ ବାସ୍ତବ ଭାବରେ ଧର୍ମଟା ହଉଛି ସେଇ କଥାଟା। ଏখানে সেটা এটাই কুହାଯାଇଛି ଅଭ୍ୟାସ, ଅଭ୍ୟାସ ଯୁଗ। ଅଭ୍ୟାସ ଯୁଗ ନହେଲେ ମଣିଷ ଜୀବନ ସାଧନା ହୁଏ। ତେଣୁ ଏଇ ଯୋଉ ଅଭ୍ୟାସ ଆମେ କରି ଚାଲିଛୁ, ଏହା ଫଳ ତାଙ୍କୁ ନେଇକି ଆମେ ଯୋଉ ଆନନ୍ଦ ଉପଭୋଗ କରୁଛୁ ପ୍ରତି ମୁହୂର୍ତ୍ତରେ, ସେଇଟା ହିଁ ଜୀବନ। ବାସ୍ତବରେ ଜୀବନଟା ହଉଛି ଉପଭୋଗ୍ୟ ହୁଏ ସେତେବେଳେ ଯେତେବେଳେ ମଣିଷ ସେଇ ଏକକଙ୍କୁ ଅନୁସରଣ କରି ଚାଲେ, ଏକଙ୍କର ସ୍ତବ ସ୍ତୁତି କରେ ଏବଂ ବହୁ କିଛି ଦେଖିଲେ ମଧ୍ୟ ସେଇ ତାର ସେଇ ଏକକଙ୍କ କଥା ମନେ ପଡେ ତା ହୃଦୟ ଭିତରେ। ତେଣୁ ଏକମୁଖ ହବା, ଏକମୁଖୀନତା ହୋଇ ଚାଲିବା, ସେଇ ଏକକଙ୍କୁ ଜୀବନର
ମାନେ ପ୍ରଥମ ଫାଷ୍ଟ ଆଣ୍ଡ ଫରମୋଷ୍ଟ ସେଟା କହୁଛେ ସେଇଟାକୁ ଯେ ପ୍ରତି କର୍ମ ଭିତରେ ମୁଁ ଦେଖିବି ମୋ ଠାକୁରଙ୍କର ନୀତିବିଧିଟା ପରିପାଳିତ ହେଉଛି କି ନା। ଯଦି ହଉନାହିଁ ତାହେଲେ ତାକୁ ମୁଁ ବାଦ ଦେବି। ଏଇ ଯୋଉ ଜିନିଷଟା କିନ୍ତୁ ମଣିଷ କଣ ହୁଏ, ବେଳେ ବେଳେ କଣ ହୁଏ, ନିଜ ଇଚ୍ଛା, ନିଜ ମନ ଦୃଢ଼ତା, ଇଚ୍ଛା ଶକ୍ତି, ଏ ଏକାଗ୍ରତା ଏଗୁଡା ସବୁ କମିଯାଏ। କାହିଁ କମିଯାଏ? ତା ମୂଳ କଥାଟା ହଉଛି ଯେ ଠାକୁର ଯୋଉ ଦେଇଛନ୍ତି ନାମ, ସେଇ ନାମଟା ଠାକୁର କହୁଛନ୍ତି ଶ୍ୱାସ ପ୍ରଶ୍ୱାସ ଯେମିତି ଜୀବନ, ସେଇ ନାମଟାକୁ ସଦା ସର୍ବଦା ତୁମେ ଯଦି ଭଜୁଥିବ, ପ୍ରତି ମୁହୂର୍ତ୍ତରେ ଯଦି ଚାଲୁଥିବ ନାମଟା, ନାମଟା କଥା କହିଲା ବେଳେ ବି ଠାକୁର କହୁଛନ୍ତି ନାମ କର, 24 ଘଣ୍ଟା ନାମ କର। ଆଉ ଏଇଭଳି ସାଧନା କଲେ ଠାକୁର କହୁଛନ୍ତି 18, 20, 41 ଦିନ ସାଧନାରେ ସତୀଶ ଚନ୍ଦ୍ର ଜୋରଦାରଙ୍କର ମାନେ ପୁରା ପୂର୍ଣ୍ଣାଙ୍ଗ ଆସିଗଲା। ତେଣୁ ଆମେ ବାସ୍ତବିକ ଭାବରେ ଆମେ ଦୀକ୍ଷା ନେଇଛୁ ସତ, ଦୀକ୍ଷା କରୁ, ଦୀକ୍ଷା ନେଇଛୁ, କିନ୍ତୁ ଦୀକ୍ଷାନୁସରଣଟା ଯେମିତି ଠାକୁର ଯେ ବତିଛନ୍ତି ଯେମିତି ଯେମିତି ସେ କହିଛନ୍ତି, ସେଇ ଅନୁଶୀଳନୀଟା ଆମର ସେତେ ଭାବରେ ହେଇ ଉଠୁନି। ସେଇ ହେଇ ଉଠିବା ପାଇଁ ଠାକୁର ଚାହୁଁଛନ୍ତି। ଠାକୁର ଚାହାନ୍ତି ତୁମମାନଙ୍କ ଭିତରେ ମୁଁ ଯେମିତି ବାସ କରିବି, ପ୍ରତି ମୁହୂର୍ତ୍ତରେ ବାସ କରିବି। ଏଇ ରୂପ ଧ୍ୟାନ ପ୍ରତି ସମୟରେ ମୁଁ ତୁମକୁ ଦେଖୁଥିବି। ଆଉ ଠାକୁର ତ ସବୁବେଳେ ଚାହିଁଛନ୍ତି ଆମ ମାନଙ୍କୁ ନା। ଯଦି ଆମେ ତାଙ୍କୁ ନ ଚାହିଁବା, ତାଙ୍କର ନୀତିବିଧିକୁ ଆମେ ନିଜ ବୁଦ୍ଧି ମନ ଶରୀର ଦେଇକି ଯଦି ନ କରିବା, କାରଣ ମନ ବୁଦ୍ଧି ଶରୀରଟା ସଦା ସର୍ବଦା ମଣିଷକୁ ତାର ତା ବାଟରେ ସେ ନେବାକୁ ଚେଷ୍ଟା କରେ। କିନ୍ତୁ ଯଦି ଜଣେ ଭକ୍ତିକୁ ଅବଲମ୍ବନ କରେ, ସେ ଭକ୍ତିକୁ ଅବଲମ୍ବନ କରେ, ହେଲେ କଣ ହବ, ତା ମନଟା ସେଇ ଇଷ୍ଟମାର୍ଗୀ ହବ, ସେଇ ଇଷ୍ଟଙ୍କୁ ହିଁ ଧରି ଚାଲିବ, ଇଷ୍ଟଙ୍କ କଥା ତାଲିକୁ ନେଇ ଚାଲିବ। ଆଉ ତାର ବୁଦ୍ଧିଟା ତାଙ୍କୁ ପ୍ରତିଷ୍ଠା କରିବାର ବୁଦ୍ଧି, କାରଣ ପ୍ରତି ସମୟରେ ସେ ଚିନ୍ତା କରିବ ଯେ ମୋ ଇଷ୍ଟଙ୍କର ନୀତିବିଧିରେ କେତେ ପରିପାଳିତ ହଉଛି। ଆଉ ଯୋଉମାନେ ଜୀବନରେ ତାଙ୍କର ସେଇ ଇଷ୍ଟଙ୍କୁ ଧରି, ସେଇ ନୀତିକୁ ଧରି ଯୋଉମାନେ ପରିପାଳନ କରିଛନ୍ତି ଚାଲିଛନ୍ତି, ସେମାନେ ଜୀବନକୁ ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି। ଆଉ ଅଭ୍ୟାସରେ ଯଦି ଠାକୁର କହୁଛନ୍ତି କି ଆମର ମନର ବହୁ କାମନା ଥାଏ। ଆଉ କାମନାଟା କଣ? ଆମ କାମନାରେ ଗୌତମ ବୁଦ୍ଧ କହିଲେ କାମନାର ବିନାଶରେ ଦୁଃଖର ବିନାଶ। କିନ୍ତୁ କାମନା ରହିଛି, ସେ କାମନାଟା କଣ? ଯେ ଇଷ୍ଟଙ୍କୁ ପରିପୂରଣ କରିବି, ପରିରକ୍ଷଣ କରିବି, ପରିପୋଷଣ କରିବି, ଏଇ ତିନିଟା କଥା। ଇଷ୍ଟଙ୍କୁ ବା ଗୁରୁଙ୍କୁ ସଦ୍ଗୁରୁଙ୍କୁ ପରିପୂରଣ କରିବି ମୋ ଜୀବନରେ, ଯେତେଟା ପରିପୂରଣ କରି ଚାଲିବି, ଯେତେଟା ପରିରକ୍ଷଣ କରି ଚାଲିବି, ଯେତେଟା ପ୍ରତିପୋଷଣ କରି ଚାଲିବି, ସେତେବେଳେ ଯାଇକି ତମ ମନସ୍କାମନା ପୂରଣ ହବ, ମନର କାମନା। କାରଣ ମନଟା ଆମର କାମନାଟା କଣ? ଆମର କାମନା ହେଲା ଇଷ୍ଟ ପ୍ରାପ୍ତି ବା ଗୁରୁ ପ୍ରାପ୍ତି ବା ଯେଟା କହୁଛି ଈଶ୍ୱର ପ୍ରାପ୍ତି। ଈଶ୍ୱର ପ୍ରାପ୍ତି ମାନେ ଈଶ୍ୱରୀୟ ଗୁଣ ଗୁଡ଼ିକ ମୋ ଭିତରେ, ମୋ ଚରିତ୍ର ଦେଇ, ମୋ ଚଳଣୀରେ, ମୋ କଥାରେ, କର୍ମରେ, ଭାବରେ ସବୁ କିଛି ଫୁଟି ତୋଳି ଧରିବା। ଏଇ ଯେ କର୍ମରେ ଭାବରେ, ଏଇ କଥାଟାକୁ ଆମେ ସହଜରେ କହୁଛେ, କଥାଟା କହିବା ସହଜ, କିନ୍ତୁ ବାସ୍ତବ ଭାବରେ ଯଦି ଜୀବନରେ ପ୍ରତିଟି ପଦକ୍ଷେପରେ ଆମକୁ ସେଇ, କାରଣ ଠାକୁରଙ୍କର ପ୍ରତ୍ୟେକଟି ଗୋଟେ ପିଲା ପାଖରୁ ଆରମ୍ଭ କରି ତାର ଯୋଉ ଅବସ୍ଥାଗତ ପରିବର୍ତ୍ତନ ହୁଏ, ବାଳକ ହବ, ଶିକ୍ଷା ଗ୍ରହଣ କରିବ, ଶିକ୍ଷା ଗ୍ରହଣ ପରେ ତାର ଯୌବନ, ଯୌବନ ସମୟରେ ତାର ମାନେ ବିବାହ ସମୟରେ ମାନେ ସବୁ ଗୁଡାକ ଅବସ୍ଥା ଭିତରେ ଯାଇକି ମଣିଷକୁ କେମିତି ଯିବାକୁ ହୁଏ, ତାର ବାଟ ସବୁ କଢା ହେଇଛି, ତା ବାଟ ସବୁ ଠାକୁର ଦେଇଛନ୍ତି। ସେଇଟାକୁ ତାଙ୍କ ଯୋଉ ଜୀବନରେ ଯେମିତି ଠାକୁର ପ୍ରତି ମୁହୂର୍ତ୍ତରେ କଣ କରୁଥିଲେ, ସମସ୍ତଙ୍କୁ କରେଇ ଚାଲୁଥିଲେ, ନିଜେ କରୁଥିଲେ ଏବଂ ଅନ୍ୟକୁ କରୁଥିଲେ। ତେଣୁ ସେ ଆଚାର୍ଯ୍ୟ ତାଙ୍କୁ କୁହାଯାଏ। ଠିକ ସେଇଭଳିଆ ଆମମାନଙ୍କ ଜୀବନରେ ଯଦି ଆମେ ଖାଲି ନିଜେ ବି କରୁ, ଅନ୍ୟକୁ ବାଦ ଦେଇ, ସେଇପାଇଁ ଠାକୁର କହୁଛନ୍ତି ନିଜେ ଯଦି କର ଧର୍ମ ଅନ୍ୟକୁ ବାଦ ଦେଇ, ତେଣୁ କଣ ହବ, ସେ ତମର ଧୃତି ବଳଟା ହୀନ ହେଇଯିବ ଏବଂ ତୁମେ ନିହାତି ପଡିଯିବ ତଳେ ଗୋବରରେ। ତେଣୁ ଏଇ ଯୋଉ ବଞ୍ଚିବା ବଢିବା, ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚାଇବା ମାଧ୍ୟମରେ ଦେଇ ଜୀବନ ଗତି କରିବା। ଏବଂ ନିଜେ କରିବା, ଖାଲି ନିଜେ କଲେ ବି ହବନି, ତେଣୁ ନିଜେ କରିବା ସଙ୍ଗେ ସଙ୍ଗେ ଅନ୍ୟକୁ କରିବା ପାଇଁ ପ୍ରଚେଷ୍ଟା ରଖିବା। ନା ଯଦି ଠାକୁର କଣ କରୁଥିଲେ, ପ୍ରତ୍ୟେକ ମୁହୂର୍ତ୍ତରେ ଭାବୁଥିଲେ ସମସ୍ତଙ୍କ କଥା, ସମସ୍ତ ଯେମିତି ସିଏ ତ ହେଲେ ଭଗବାନ, ସେ ନିଶ୍ଚିତ ଭାବିବା ସ୍ୱାଭାବିକ। ଠାକୁର କହିଲେ ତୁମେ ବି ମଧ୍ୟ ସେଇଭଳିଆ ହେଇଯାଅ, ସେଇଭଳିଆ ଭାବିବା। ସେଇଟା ଯଦି ଏଇ ଭାବନା ଗୁଡାକ ଆମ ଭିତରେ ବାସ୍ତବିକ ଭାବରେ ତାଙ୍କର ଭାବନା ଯେତେବେଳେ ଆମର ଭାବନା ହୁଏ, ତାହେଲେ ଭକ୍ତି ଆମେ ଅବଲମ୍ବନ କରୁଛେ, ନହେଲେ ଭକ୍ତି ଅବଲମ୍ବନ କରୁନେ। ଖାଲି ଆମେ ଠାକୁରଙ୍କୁ ଡାକୁଛେ ସତ, କିନ୍ତୁ ଭଣ୍ଡାମି ସେଟା କରୁଛେ। ତେଣୁ ଏଇ ଭଣ୍ଡାମି ତା ଠାକୁର ଚାହିଁ ନାହାନ୍ତି।
ଠାକୁର ଚାହିଁଛନ୍ତି କାରଣ ଏମିତି ବାସ୍ତବ କର୍ମ ଭିତରେ ଧର୍ମକୁ ତୁଳି ଧରିବା। ଜୀବନର ପ୍ରତିଟି କର୍ମେ ଧର୍ମ ଯଦି ଫୁଟିଲିବନି ତାହେଲେ ସେ ଧର୍ମର ଲାଭ କିଛି ନାହିଁ, ବାତିଲ କରେ ତାରେ ତୁଇ କିଏ ପତର ଧର୍ମେ, ସେଭଳି ଧର୍ମର ଲାଭ ନାହିଁ ଠାକୁର ଚାହିଁଛନ୍ତି। କିନ୍ତୁ ପ୍ରତିଟି କର୍ମ ଭିତରେ ଧର୍ମକୁ ଅନୁସନ୍ଧାନ କରିବା, ଧର୍ମ ମାନେ ଧରି ରଖିବା, ଯେଉଁ ଧୃତି ବଳଟାକୁ ବଢେଇବା। ଏଇ ଧୃତି ବଳଟା ଯେତେବେଳେ ମଣିଷ ଭିତରେ ବଢିଯାଏ ସେତେବେଳେ ତାକୁ ବର୍ଦ୍ଧନା ବୋଲି ତାକୁ କୁହାଯାଏ। ବର୍ଦ୍ଧନା, ବର୍ଦ୍ଧନାଟା ଆସିବ କେମିତି ନା ଏଇ ଅଭ୍ୟାସ ଯୁଗ ମାଧ୍ୟମରେ। ତେଣୁ ପୁରୁଷ, ପରମ ପୁରୁଷ ତାଙ୍କର ଦିବ୍ୟ ଭାବନା, ଦିବ୍ୟ ଚିନ୍ତା, ଦିବ୍ୟ କର୍ମର ଯୋଉ ସମ୍ଭାର ଦେଇଛନ୍ତି, ସେଇ ସମ୍ଭାର ଗୁଡିକୁ ଯଦି ଆମ ଜୀବନର ପ୍ରତିଟି ମୁହୂର୍ତ୍ତରେ ତାକୁ ଚରିତ୍ରାୟିତ କରିବା, କଷ୍ଟ ହଉ, ଧନ ଦେଇ, ମାନ ଦେଇ, ସବୁ କିଛି ଦେଇ, ବଳ ଦେଇ, ସବୁ କିଛି ଦେଇ, ତା ନହେଲେ ସେଇ ଆଗ୍ରହ ଯଦି ଆମ ଭିତରେ ସୃଷ୍ଟି ନ ହୁଏ ତାହେଲେ ତ ହବନି ନା। ଭକ୍ତି ଅବଲମ୍ବନ ଆମେ କରୁଛେ ବୋଲି ପ୍ରମାଣିତ। ତେଣୁ ଆମମାନଙ୍କର ଜୀବନରେ ଯିଏ ଧ୍ୟେୟ, ଯିଏ ପ୍ରେୟ, ତାଙ୍କୁ ମୁଖ୍ୟ କରି ଚାଲିବା ଏବଂ ଏକଗ୍ରତାଟାକୁ ମାନେ ସେ ତାଙ୍କୁ ନେଇ, ଏକକୁ ନେଇ ଆମେ ସାଧନା ଜୀବନଟାକୁ ଆହୁରି ଆହୁରି ବଢେଇବା। ଆଜି ଏତିକି କରୁଛେ ନା, ଯେତିକି ଚାଲିଛେ, ଠାକୁର କହୁଛନ୍ତି ନା ତୁମେ ଯେତିକି ଯାଇଛ, ଯେତେ ବାଟ ଯାଇଛ, ପୁଣି ପଛେଇ ଯିବ। ସେ ପଛେଇବାନି ଆମେ, କାରଣ ଜୀବନ ହେଲା ସେ ଆଗେଇବାର ବାଟ। ତେଣୁ ସେଇ ଅଦ୍ୱିତୀୟ, ଏକ ଅଦ୍ୱିତୀୟକୁ ଧରିଛୁ, ତାଙ୍କୁ ନେଇ, ତାଙ୍କୁ କରି, ପୁଣି କଣ ପୁଣି କଣ କିନ୍ତୁ ସମସ୍ତଙ୍କୁ ନେଇ ସଂଗତିହୀନ ଜ୍ଞାନ କଥା କୁହାଯାଇଛି। ସଂଗତିହୀନ, ବାସ୍ତବ ସଂଗତି। ସଂଗତି ମାନେ ସମସ୍ତଙ୍କୁ ନେଇ ଚାଲିବା, ଏଟା ଗୋଟେ ବୁଦ୍ଧି। ଯଦି ମୁଁ କଲି, ମୁଁ ଯାହା କହୁଛି, କିନ୍ତୁ ବର୍ତ୍ତମାନ ଦେଖାଯାଏ କଣ ହୁଏ, ଆମମାନଙ୍କର ସଂଗତି ରହୁନି କାହିଁକି? ତା ନ ରହିବା କାରଣ ହଉଛି କଣ? ଆମେ ଆମ ମାପରେ ଅନ୍ୟକୁ ଧରୁଛୁ। ଆମେ ଦେଖୁନେ, ଜଣେ ବ୍ୟକ୍ତିକୁ ଦେଖୁନେ ତା ଭିତରେ କେତେ ଠାକୁରତ୍ୱ ଅଛି, ତା ଭିତରେ ଠାକୁରଙ୍କୁ ଭଲ ପାଇବା କେତେ ଅଛି। ଆମେ କଣ କରୁଛେ? ସଂଗତିହୀନ ଜ୍ଞାନ ଆମର ଆସୁଛି କାହିଁକି ନା, ସଂଗତି ଆମର ରହୁନି କାହିଁକି? ମତେ ସିଏ କେତେ, ମୋ ଦ୍ଵାରା ସେ କେତେ ଆଟ୍ରାକ୍ଟ ହେଲା, ମତେ କିଏ ଭଲ କହିଲା ନା, ତାକୁ ହିଁ ମୁଁ ନେଇ ଚାଲିବି। କିନ୍ତୁ ତା ନୁହେଁ, ଠାକୁର ସେ କଥା କହୁନାହାନ୍ତି। ସଂଗତିହୀନ ଜ୍ଞାନ, ସେ କେତେ ଠାକୁରଙ୍କୁ ଭଲ ପାଇଛି, ଠାକୁର ମୁଖାପେକ୍ଷୀ କେତେ ହେଇଛି, ତା ଭିତରେ ଯିବା ସେ ଠାକୁରତ୍ୱ, ତା ଭିତରେ ଯୋଉ ଯୋଉ ଭଲ ଗୁଣ ଗୁଡିକ ବା ସିଏ ଯାହା କରିପାରେ ସେଇଟାକୁ ନେଲେ ସଂଗତି ଆସିବ। କିନ୍ତୁ ନହେଲେ କଣ, ମୁଁ କହୁଛି ଏହା, ମୋ ନୀତି ଏହା, ଯଦି ମୋ ନୀତିରେ ଠାକୁରଙ୍କ କଥାକୁ ସେ କରୁନି, ଏଇଭଳିଆ ହେଲେ ସଂଗତିହୀନ ଜ୍ଞାନ। ସେ ସଂଗତି ନୁହେଁ। ମୁଁ ଦେଖିବି ସେ ଠାକୁରଙ୍କର ଜିନିଷ ଗୁଡା କେତେ କରିଛି, ଠାକୁରଙ୍କ ଜିନିଷ ଗୁଡା କେତେ କରିଛି ଏବଂ ତା ଭିତରେ କେତେ ବାସ୍ତବ ହେଇଛି, ଏବଂ ଠାକୁରକୁ ନେଇ ସେ ପ୍ରୀତି ହେଇଛି, ତା ନୁହେଁ। ବହୁ ସେଇଟାକୁ ଦେଖିଲେ ଖୁସି ହବା, ସେଇ ଜିନିଷ, ସେଇ ଅନୁରାଗକୁ ଦେଖିଲେ ଖୁସି ହବା, ଏହା ହେଲେ ସଂଗତି ଆସିବ। କିନ୍ତୁ ସିଏ ମତେ ଡାକିଲାନି, ମତେ ମାନେ ମୋର, ମୁଁ ଯେ ତାକୁ ଯାହା କହିଲି ସେ ମାନିଲାନି, ସେ କଥା ନ ମାନୁ, ବରଂ ମୋ କଥା ସେ ନ ମାନୁ, କିନ୍ତୁ ଠାକୁରଙ୍କୁ ନୀତି ବିଧି ଧରି କେତେ ସେ ଚାଲିଛି, ସେଇଟା ତାର ପରଖଟାକୁ ମୁଁ ଦେଖିବି। ଏହା ପରଖ ଦେଖିକି କେମିତି ତା ଭିତରେ ଥିବା ଯୋଉ ଯେତିକି ସେ ଆଗେଇଛି, ଯଦି ଆଉ କିଛି ମୁଁ ଇମ୍ପଲ୍ସ ଦେଇକି ତାକୁ ନିଜର କରିନେବା, ଏଇଟା କଥା। ତେଣୁ ଏଇ ହଉଛି ବୀରଟା, ହଉଛି ସେଇ। ଆଜି ପଢୁଥିଲି ଗୋଟେ କଥା, ବୀର। ବୀର ଆମେ ଯେ ବୀରଟାକୁ ଦେଖିବ କିଏ? ଜଣଙ୍କ ହୃଦୟ ଭିତରେ ପଶିଯିବ। ତମେ ହୃଦୟ ଭିତରେ ପଶି ଯାଇକି ତା ଭିତରେ ଥିବା ଇଷ୍ଟ ନିଷ୍ଠାକୁ ଯଦି ବଢେଇ ତୁଳ, ତାହେଲେ ବାସ୍ତବିକ ସିଏ ହେଲା ବୀର। ବୀର ହବା ମାନେ ଯେ 50 ଜଣଙ୍କୁ ମାରିଦେବା, ଇଏ କରିବା, ସେସବୁ ଜିନିଷ ନୁହେଁ। ତେଣୁ ଯେତେବେଳେ ମଣିଷ କଣ କରେ, ତା ହୃଦୟ ମନ୍ଦିରରେ ସେ ପଶିଯିବ। କେମିତି? ତାର ଆଚରଣ ମାଧ୍ୟମରେ। ଠାକୁର ଯେମିତି ସମସ୍ତଙ୍କ ହୃଦୟ ମନ୍ଦିରରେ ରହିଛନ୍ତି, କାହିଁକି? ତା ମୂଳରେ କଣ ଅଛି ନା, ସିଏ ତାଙ୍କର ପ୍ରେମ ଭଲବାସା, ଏବେ ବି ଠାକୁରଙ୍କର ସେ ପ୍ରେମ ଭଲବାସା ସମସ୍ତଙ୍କ ଭିତରେ ଉଜ୍ଜୀବିତ ହଉଛି। ସେଇଟା ଅନୁଭବ ଆମେ କରିଛେ ଜୀବନରେ। ଯେଉଁମାନେ ଠାକୁରଙ୍କୁ ଟିକେ ଭଲ ପାଇଛନ୍ତି, ଟିକେ ତାଙ୍କୁ ନେଇ ଚାଲିଛନ୍ତି, ତାଙ୍କୁ ଏକନିଷ୍ଠ ଭାବରେ ଚାଲିଛନ୍ତି, ସେମାନେ ଉପଲବ୍ଧି କରନ୍ତି ବାସ୍ତବ ଭାବରେ ଯେ ଠାକୁର କେତେ ତାଙ୍କୁ ଭଲ ପାଆନ୍ତି। ସେ ଯେମିତି କରନ୍ତି ଠିକ ସେଇଭଳି ଆମେ ମଧ୍ୟ ଅନ୍ୟକୁ ମଧ୍ୟ ସେଇଭଳି ସାଡ଼ା ପ୍ରବଣ ହୋଇ ତା ହୃଦୟକୁ ଜୟ କରିବା। ସେଇଟା ହେଲା ବାସ୍ତବ ଧର୍ମ, ବାସ୍ତବ ଅଭ୍ୟାସ। ମତେ ଜଣେ ଖରାପ କହିଲା, କିନ୍ତୁ ସେଇଟା ମୁଁ ବୁଝିବାକୁ ଚାହିଁବି,
मते कहीं से खरा मो साथ से कहीं मिशु ना जिते पर्यंत से मो साथ मिशि पार ना ताने मोर धर्म ज्ञान आसी ना वास्तव भाव ये संगति हो ये संगति हीन ज्ञान ये सब जिन वास्तव संगति हीन ज्ञान ये सब रही अखिल सेटा सब मनुष्य दरकार ना तेणु आम भितर केमी कारण संगति शक्ति आसे ये संगति रखापी ठाकुर को नहीं सेटा दरकार जमीती ठाकुर जमी चाहूले मु गोटे मनीष छाड़ माने गोटे साम्राज्य छाड़ी मनीष छाड़ी तेणु आम कहार की बाद दबानी समस्त को आनिबा जड़े जिते भूल करते ये करें सह्य गुण टाक धरवा सह्य गुण दीक्षानुसरण भितर से कथा सहवा ये सहनशीलता आम भितर गुरु करूनी आम अन्न को सही पारुनी कहीं कहीपरूनी ताने सही न पारू सही न पारू कर न पारू एवं जदि जन को बाद दबार तो प्रश्न ही उठुनी तेणु ठाकुर जमी चाहूले से भल पाई तांकरी गुण गुड़िक बाधा विघ्न सबुकिछि भितरे जदि जनक भितरे उज्जीवित हो उठे बढ़ी उठे गढ़ी उठे ताहाले ठाकुर खुशी हेबे एवं सी जे से माने तांकु नहीं चली ता चरित्र रु ता कथारु तार चरणी रु स्पष्ट भाव देखा दिए किंतु ता नहले ता नहले से जमिति माने हनुमान भितर देखा जाइतिला जमी से किशोरी मोहन भितर देखा जाइतिला अनंत महाराज भितर देखा जाइतिला से जमिति विवेकानंद भितर देखा जाइतिला जो भक्त मान भितर चरित्र रे एकनिष्ठता एक भक्ति विशिष्ट जोटा हृदय जन देखिकी बुझी पारिथिला ठीक से भली आम मान भितर आमे जे से एक भक्ति को अनुसरण करुचु एवं अनुसरणीय को नहीं चलीचु आमर चाली चलन चरित्र भितर यदि वास्तव भाव तांकु नहीं फुटी उठे ताहाले सेटा ही हम वास्तव एक भक्ति विशिष्यते। जय गुरु वंदे पुरुषोत्तम। जय गुरु सुंदर भाव मनमोदा कथा रखिंट जहा सर्वदिगर उन्नति निमंते परम पिता प्रार्थना। करुणा मय तुम्हें पुरुषोत्तम करुणा मय तुम्हें पुरुषोत्तम तुम प्रेम तुम दया अनंत तुम प्रेम तुम दया अनंत करुणामय तुम्हें पुरुषोत्तम करुणामय तुम्हें पुरुषोत्तम जे जीवन हाहाकारे जे जीवन हाहाकारे झरी पड़ुथिला तुम्हारी परस लबी पल्लवी उठिला जे जीवन हाहाकारे झरी पड़ुथिला तुम्हारी परस लबी पल्लवी उठिला परस मणि तुम्हें तरतम परस मणि तुम्हें अंतरतम तुम प्रेम तुम दया अनंत सीम तुम प्रेम तुम दया
ଅନନ୍ତ ଅଛି। କରୁଣାମୟ ତୁମେ ପୁରୁଷୋତ୍ତମ, କରୁଣାମୟ ତୁମେ ପୁରୁଷୋତ୍ତମ। ସତ ସାଧନାର ଫଳେ ଯାହା ନ ମିଳଇ, ତୁମରି ଦର୍ଶନ କ୍ଷଣେ ସକଳ ଭରଇ। ସତ ସାଧନାର ଫଳେ ଯାହା ନ ମିଳଇ, ତୁମରି ଦର୍ଶନ କ୍ଷଣେ ସକଳ ଭରଇ। ଚିର ପ୍ରେମମୟ ତୁମେ ହେ ପ୍ରିୟ ପରମ, ତୁମ ପ୍ରେମ ତୁମ ଦୟା ଅନନ୍ତ ଅଛି। ତୁମ ପ୍ରେମ ତୁମ ଦୟା ଅନନ୍ତ ଅଛି। କରୁଣାମୟ ତୁମେ ପୁରୁଷୋତ୍ତମ, କରୁଣାମୟ ତୁମେ ପୁରୁଷୋତ୍ତମ। ମାନବ ଉଦ୍ଧାର ଲାଗି, ଦୟାଲ ମାନବ ଉଦ୍ଧାର ଲାଗି ତବ আগমন, বুঝিবি অবুঝা হুয়ে এ অবর্তমান। ମାନବ ଉଦ୍ଧାର ଲାଗି ତବ আগমন, বুঝিবি অবুঝা হুয়ে এ অবর্তমান। তথাপি আশিস ঝরে দরদি পরম, তথাপি আশিস ঝরে দরদি পরম। তুম প্রেম তুম দয়া অনন্ত আছে। তুম প্রেম তুম দয়া অনন্ত আছে। করুণাময় তুমি পুরুষোত্তম, তুম প্রেম তুম দয়া অনন্ত আছে। তুম প্রেম তুম দয়া অনন্ত আছে। প্রভু তুম প্রেম তুম দয়া অনন্ত আছে। জয় গুরু। ଜୟ ଗୁରୁ। ପ୍ରକୃତରେ ପ୍ରଭୁଙ୍କର ଦୟା, ତାଙ୍କର ପ୍ରେମ ଅନନ୍ତ ଅସୀମ। ସୁନ୍ଦର ଭଜନ ଗାନ କରୁଛନ୍ତି ପଦ୍ମାବତୀ ମା। ତାଙ୍କର ଇଷ୍ଟଛଳ ଜୀବନ ପରମ ପୂଜନରେ ପ୍ରାର୍ଥନା। ଯାହା ହଉ ସେଇଭଳି ଭଲ ଭଜନ ଆମକୁ ଶୁଣାନ୍ତୁ। ବର୍ତ୍ତମାନ ଧ୍ୱନି ଦେଇ ଆଜିକାର ଅଧିବେଶନ ବର୍ତ୍ତମାନ ସାଙ୍ଗ କରିବା। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍।